ପାଠଟିକୁ ପଢ଼ି ସାରିବା ପରେ ବ୍ରିଟିଶ ଶାସନ ପୂର୍ବରୁ ଭାରତର ରାଜନୈତିକ ଅବସ୍ଥା ବିଷୟରେ ପିଲାମାନେ ବର୍ଣ୍ଣନା କରିପାରିବେ। ଭାରତବର୍ଷର ରାଜନୈତିକ ଇତିହାସରେ ପରିବର୍ତ୍ତନ ଏକ ଗତାନୁଗତିକ ପ୍ରକ୍ରିୟା। ମଧ୍ୟଯୁଗୀୟ ରାଜନୈତିକ ଦୃଶ୍ୟପଟରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠାତା ଭାବରେ ବାବରଙ୍କର ଆବିର୍ଭାବ ହୋଇଥିଲା। ଏହି ମୋଗଲ ସାମ୍ରାଜ୍ୟ ଔରଙ୍ଗଜେବଙ୍କ ମୃତ୍ୟୁ ପରେ ମଧ୍ୟ ପ୍ରାୟ ଦୀର୍ଘ 150 ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା। ରାଜନୈତିକ ବିପର୍ଯ୍ୟୟ ମଧ୍ୟରେ ପ୍ରତିଷ୍ଠିତ ବିଶାଳ ସାମ୍ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇଗଲା। ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ମୋଗଲ ସାମ୍ରାଜ୍ୟର ପତନ ଓ ବିଭାଜନ ଏବଂ ଦ୍ୱିତୀୟାର୍ଦ୍ଧରେ ପାଶ୍ଚାତ୍ୟ ଶକ୍ତିମାନଙ୍କର ଉତ୍ଥାନ ହେଲା। ଏଥିସହିତ ଭାରତରେ ଆଧୁନିକ ଯୁଗର ଆରମ୍ଭ ହେଲା। ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମୟରେ ମରହଠା, ଶିଖ ଓ ଜାଟମାନେ ବିଦ୍ରୋହ କରିଥିଲେ। ବିଦ୍ରୋହ ଦମନ ଓ ଶାନ୍ତି ସ୍ଥାପନରେ ଅସଫଳ ହୋଇ ଔରଙ୍ଗଜେବ ଶେଷ ନିଶ୍ୱାସ ତ୍ୟାଗ କଲେ। ତାଙ୍କର ଉତ୍ତରାଧିକାରୀମାନେ ଅତ୍ୟନ୍ତ ଦୁର୍ବଳ ଓ ଅଯୋଗ୍ୟ ଥିଲେ। ସେମାନେ ଅମୀରମାନଙ୍କ ସହାୟତାରେ ଶାସନ ପରିଚାଳନା କରୁଥିଲେ। ସେମାନଙ୍କ ଦୁର୍ବଳତାର ସୁଯୋଗ ନେଇ ଅମୀର ଓ ସମ୍ଭ୍ରାନ୍ତମାନେ ନିଜ ନିଜର ସ୍ୱାର୍ଥ ସାଧନ ପାଇଁ ଲାଗି ପଡ଼ିଥିଲେ। ଏହି ଅମୀରମାନେ ଦୁରାନୀ, ଇରାନୀ ଓ ହିନ୍ଦୁସ୍ତାନୀ ପ୍ରଭୃତି ଦଳରେ ବିଭକ୍ତ ହୋଇ ମୋଗଲ ଦରବାରକୁ ଦୁର୍ବଳ କରି ରାଜନୈତିକ ଫାଇଦା ହାସଲ କରିଲେ। ଫଳରେ କେନ୍ଦ୍ରୀୟ ଶାସନ ଦୁର୍ବଳ ହୋଇଗଲା। ପ୍ରାଦେଶିକ ଶାସନକର୍ତ୍ତାମାନେ ସ୍ୱାଧୀନ ରାଜ୍ୟ ଗଠନ କରିବାକୁ ଆଗଭର ହେଲେ। ଦାକ୍ଷିଣାତ୍ୟ ସୁବା ନିଜାମ ଉଲ ମୁଲୁକଙ୍କ ଚେଷ୍ଟାରେ ସ୍ୱାଧୀନତା ଲାଭ କରିଥିଲା। ସେ ମୋଗଲ ସୈନ୍ୟବାହିନୀର ଉଚ୍ଚ ପଦବୀରେ ରହି କୁଲି ଖାଁ ଉପାଧି ପାଇଥିଲେ। ଶାସକଙ୍କ ଦ୍ୱାରା ସେ ଦାକ୍ଷିଣାତ୍ୟର ଗଭର୍ଣ୍ଣର ରୂପେ ନିଯୁକ୍ତି ପାଇଥିଲେ। ପରେ ଦାକ୍ଷିଣାତ୍ୟରେ ନିଜ କର୍ତ୍ତୃତ୍ୱ ବିସ୍ତାର କଲେ। ତାଙ୍କ ଆଚରଣରେ ଅସନ୍ତୁଷ୍ଟ ହୋଇ ମୋଗଲ ସମ୍ରାଟ ହାଇଦ୍ରାବାଦର ଶାସକ ମୁବାରିଜ ଖାଁଙ୍କୁ ଦାକ୍ଷିଣାତ୍ୟ ପଠାଇଲେ। ନିଜାମ ଉଲ ମୁଲୁକ ମୁବାରିଜ ଖାଁଙ୍କୁ ହତ୍ୟା କରି ଆସଫ ଜା ଉପାଧି ଗ୍ରହଣ କରି ସ୍ୱାଧୀନ ଭାବରେ ଦାକ୍ଷିଣାତ୍ୟରେ ଶାସନ କଲେ। ପରେ ୟୁରୋପୀୟଙ୍କ କମ୍ପାନୀଗୁଡ଼ିକ ଏହି ସୁବାରେ ରାଜନୀତିରେ ହସ୍ତକ୍ଷେପ କଲେ। ଅଯୋଧ୍ୟାର ସୁବା ଅଯୋଧ୍ୟା, ବନାରସ, ଆଲାହାବାଦ ଓ କାନପୁରକୁ ନେଇ ଗଠିତ ହୋଇଥିଲା। ସାଦତ ଖାଁ ଏହାର ସୁବାଦାର ଥିଲେ। ତାଙ୍କ ପରେ ସଫଦରଜଙ୍ଗ ଅଯୋଧ୍ୟାର ଶାସକ ହେଲେ। ପରବର୍ତ୍ତୀ ସମୟରେ ସେ ଦିଲ୍ଲୀର ୱାଜିର ବା ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ପରେ ତାଙ୍କର ପୁତ୍ର ସୁଜାଉଦୌଲା ଅଯୋଧ୍ୟାର ନବାବ ହେଲେ। ଏକ ଶକ୍ତିଶାଳୀ ସୈନ୍ୟବାହିନୀ ଗଠନ କରି ଉତ୍ତର ଭାରତ ରାଜନୀତିରେ ସେ ପ୍ରଭାବ ବିସ୍ତାର କରିଥିଲେ। ଦିଲ୍ଲୀର ଉତ୍ତରରେ ଲାହୋର ଓ ମୁଲତାନ ମୋଗଲ ଶାସନାଧୀନ ଥିଲା। ମୋଗଲ ସାମ୍ରାଜ୍ୟର ଅଭ୍ୟନ୍ତରୀଣ ବିଶୃଙ୍ଖଳାର ସୁଯୋଗ ନେଇ ପାରସ୍ୟର ରାଜା ନାଦିର ଶାହ 1739 ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରିଥିଲେ। ସେ ଲାହୋର ଅଧିକାର କରି ଦିଲ୍ଲୀ ଅଭିମୁଖେ ଅଗ୍ରସର ହେଲେ। ପାନିପଥ ଠାରୁ କିଛି ଦୂରରେ କର୍ଣ୍ଣଲ ଠାରେ ମୋଗଲ ସେନା ତାଙ୍କୁ ପ୍ରତିରୋଧ କଲେ। ନାଦିର ଶାହ ମୋଗଲ ସେନାଙ୍କୁ ପରାସ୍ତ କରି ପରାଜିତ ମୋଗଲ ସମ୍ରାଟ ମହମ୍ମଦ ଶାହଙ୍କୁ ନେଇ ଦିଲ୍ଲୀ ନଗରୀରେ ପ୍ରବେଶ କଲେ। ବହୁଦିନ ଦିଲ୍ଲୀ ଅଧିକାର କରି ସେଠାରେ ଲୁଣ୍ଠନ ଓ ନରହତ୍ୟା ଚଳାଇଲେ। ଦିଲ୍ଲୀ ନଗରୀ ଏକ ଶ୍ମଶାନରେ ପରିଣତ ହୋଇଗଲା। ଅବଶେଷରେ ଦିଲ୍ଲୀକୁ ଲୁଣ୍ଠନ କରି ଶାହଜାହାନଙ୍କ ନିର୍ମିତ ମୟୂର ସିଂହାସନ ଏବଂ କୋହିନୂର ହୀରା, ହସ୍ତୀ ଓ ଅଶ୍ୱଗୁଡ଼ିକୁ ସଙ୍ଗରେ ନେଇ ପାରସ୍ୟ ଫେରିଗଲେ। ରାଜପୁତମାନେ ଆକବରଙ୍କ ସମୟରେ ମୋଗଲ ସମ୍ରାଟମାନଙ୍କୁ ଦୃଢ଼ ସମର୍ଥନ ଦେଇ ଆସୁଥିଲେ। କିନ୍ତୁ ଔରଙ୍ଗଜେବଙ୍କ ସଂକୀର୍ଣ୍ଣ ଓ ଧର୍ମ ବିଦ୍ୱେଷ ନୀତି ପାଇଁ ରାଜପୁତମାନେ ମୋଗଲମାନଙ୍କର ଶତ୍ରୁ ହୋଇଗଲେ। ଗୁରୁ ଗୋବିନ୍ଦ ସିଂହ ଶିଖମାନଙ୍କୁ ସଂଗଠିତ କରି ଏକ ଲଢ଼ୁଆ ଗୋଷ୍ଠୀ ଗଠନ କରିଥିଲେ। ତାଙ୍କ ପରେ ବାନ୍ଦା ବାହାଦୁର ଶିଖମାନଙ୍କ ନେତୃତ୍ୱ ନେଇ ଲାହୋର ଅଧିକାର କରିଥିଲେ। ଶିଖମାନେ ଝେଲମ ଠାରୁ ସତଲେଜ ନଦୀ ପର୍ଯ୍ୟନ୍ତ ବ୍ୟାପିଥିବା ଭୂଖଣ୍ଡକୁ ନିଜର ଅଧୀନକୁ ଆଣିଥିଲେ, କିନ୍ତୁ କୌଣସି ରାଜ୍ୟ ଗଠନ କରିବାକୁ ସକ୍ଷମ ହୋଇନଥିଲେ। ଔରଙ୍ଗଜେବଙ୍କ ସମୟରେ ଶିବାଜୀ ମରହଟା ଶକ୍ତିକୁ ଏକତ୍ରିତ କରି ମରହଟା ରାଜ୍ୟ ଗଠନ କରିଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଶମ୍ଭୁଜୀଙ୍କୁ ମୋଗଲମାନେ ହତ୍ୟା କଲେ ଓ ତାଙ୍କ ପୁତ୍ର ସାହୁଜୀଙ୍କୁ ବନ୍ଦୀ କରି ରଖିଥିଲେ। ଔରଙ୍ଗଜେବଙ୍କ ପରେ ମରହଠାମାନେ ଶକ୍ତିଶାଳୀ ହୋଇ ସାହୁଜୀଙ୍କୁ କାରାଗାରରୁ ମୁକ୍ତ କଲେ ଏବଂ ଶିବାଜୀଙ୍କ ଦ୍ୱିତୀୟ ପୁତ୍ର ରାଜାରାମଙ୍କୁ ରାଜା କରାଇଲେ। ରାଜାରାମ ଓ ସାହୁଜୀଙ୍କ ମଧ୍ୟରେ ସିଂହାସନ ପାଇଁ ଗୃହଯୁଦ୍ଧ ହେଲା। ପେଶୱା ବାଲାଜୀ ବିଶ୍ୱନାଥଙ୍କ ସାହାଯ୍ୟରେ ସାହୁଜୀ ସିଂହାସନ ଆରୋହଣ କଲେ। ରାଜାରାମଙ୍କ ମୃତ୍ୟୁ ପରେ ତାଙ୍କର ବିଧବା ପତ୍ନୀ ତାରାବାଇ ନିଜର ନାବାଳକ ପୁତ୍ର ତୃତୀୟ ଶିବାଜୀଙ୍କୁ କୋଲ୍ହାପୁର ସିଂହାସନରେ ବସାଇ
ରାଜପ୍ରତିନିଧି ରୂପେ ଶାସନ ଚଳାଇଲେ। ତାଙ୍କ ନେତୃତ୍ୱରେ ମରହଠା ବାହିନୀ ସାହସ ଓ ଉତ୍ସାହର ସହ ମୋଗଲ ବାହିନୀ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ମରହଠା ରାଜ୍ୟ ଅଧିକାର ପାଇଁ ତାରାବାଇ ଓ ସାହୁଜୀଙ୍କ ମଧ୍ୟରେ ଗୃହଯୁଦ୍ଧ ହୋଇଥିଲା। ସାହୁଜୀ ତାଙ୍କର ବିଶ୍ୱସ୍ତ ପେଶୁଆ ବାଲାଜୀ ବିଶ୍ୱନାଥଙ୍କ ସାହାଯ୍ୟରେ ସିଂହାସନ ଅଧିକାର କଲେ। ସାହୁଜୀଙ୍କୁ ନାମକ ମାତ୍ର ରାଜା କରାଇ ବାଲାଜୀ ନିଜେ ଶାସନ ଚଳାଇଲେ। ସେହିଦିନଠାରୁ ପେଶୁଆ ପଦ ପୁରୁଷାନୁକ୍ରମିକ ହେଲା। ବାଲାଜୀଙ୍କ ପରେ ପ୍ରଥମ ବାଜିରାଓ ମରହଠାମାନଙ୍କର ଶାସକ ହେଲେ। ତାଙ୍କ ପରେ ମରହଠା ଶକ୍ତି ଦୁର୍ବଳ ହୋଇପଡ଼ିଲା। ଆଫଗାନର ରାଜା ଅହମ୍ମଦ ଶାହ ଅବଦଲୀ ମରହଠା ରାଜ୍ୟ ଆକ୍ରମଣ କଲେ। ଶେଷରେ ସେ 1761 ଖ୍ରୀଷ୍ଟାବ୍ଦରେ ତୃତୀୟ ପାନିପତ ଯୁଦ୍ଧରେ ମରହଠାମାନେ ପରାସ୍ତ ହେଲେ। ମଧ୍ୟଯୁଗୀୟ ରାଜନୈତିକ ଦୃଶ୍ୟପଟରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠାତା ଭାବରେ ବାବରଙ୍କର ଆବିର୍ଭାବ ହୋଇଥିଲା। ଏହି ମୋଗଲ ସାମ୍ରାଜ୍ୟ ଔରଙ୍ଗଜେବଙ୍କ ମୃତ୍ୟୁ ପରେ ମଧ୍ୟ ପ୍ରାୟ ଦୀର୍ଘ 150 ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା। ରାଜନୈତିକ ବିପର୍ଯ୍ୟୟ ମଧ୍ୟରେ ପ୍ରତିଷ୍ଠିତ ବିଶାଳ ସାମ୍ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇଗଲା। ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ମୋଗଲ ସାମ୍ରାଜ୍ୟର ପତନ ଓ ବିଭାଜନ ଏବଂ ଦ୍ୱିତୀୟାର୍ଦ୍ଧରେ ପାଶ୍ଚାତ୍ୟ ଶକ୍ତିମାନଙ୍କର ଉତ୍ଥାନ ହେଲା। ଏଥିସହିତ ଭାରତରେ ଆଧୁନିକ ଯୁଗର ଆରମ୍ଭ ହେଲା। ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମୟରେ ମରହଠା, ଶିଖ ଓ ଜାଟମାନେ ବିଦ୍ରୋହ କରିଥିଲେ। ବିଦ୍ରୋହ ଦମନ ଓ ଶାନ୍ତି ସ୍ଥାପନରେ ଅସଫଳ ହୋଇ ଔରଙ୍ଗଜେବ ଶେଷ ନିଶ୍ୱାସ ତ୍ୟାଗ କଲେ। ତାଙ୍କର ଉତ୍ତରାଧିକାରୀମାନେ ଅତ୍ୟନ୍ତ ଦୁର୍ବଳ ଓ ଅଯୋଗ୍ୟ ଥିଲେ। ସେମାନେ ଅମୀରମାନଙ୍କ ସହାୟତାରେ ଶାସନ ପରିଚାଳନା କରୁଥିଲେ। ସେମାନଙ୍କ ଦୁର୍ବଳତାର ସୁଯୋଗ ନେଇ ଅମୀର ଓ ସମ୍ଭ୍ରାନ୍ତମାନେ ନିଜ ନିଜର ସ୍ୱାର୍ଥ ସାଧନ ପାଇଁ ଲାଗି ପଡ଼ିଥିଲେ। ଏହି ଅମୀରମାନେ ଦୁରାନୀ, ଇରାନୀ ଓ ହିନ୍ଦୁସ୍ତାନୀ ପ୍ରଭୃତି ଦଳରେ ବିଭକ୍ତ ହୋଇ ମୋଗଲ ଦରବାରକୁ ଦୁର୍ବଳ କରି ରାଜନୈତିକ ଫାଇଦା ହାସଲ କରିଲେ। ଫଳରେ କେନ୍ଦ୍ରୀୟ ଶାସନ ଦୁର୍ବଳ ହୋଇଗଲା। ପ୍ରାଦେଶିକ ଶାସନକର୍ତ୍ତାମାନେ ସ୍ୱାଧୀନ ରାଜ୍ୟ ଗଠନ କରିବାକୁ ଆଗଭର ହେଲେ। ଦାକ୍ଷିଣାତ୍ୟ ସୁବା ନିଜାମ ଉଲ୍ ମୁଲୁକଙ୍କ ଚେଷ୍ଟାରେ ସ୍ୱାଧୀନତା ଲାଭ କରିଥିଲା। ସେ ମୋଗଲ ସୈନ୍ୟବାହିନୀର ଉଚ୍ଚ ପଦବୀରେ ରହି କୁଲି ଖାଁ ଉପାଧି ପାଇଥିଲେ। ଶାସକଙ୍କ ଦ୍ୱାରା ସେ ଦାକ୍ଷିଣାତ୍ୟର ଗଭର୍ଣ୍ଣର ରୂପେ ନିଯୁକ୍ତି ପାଇଥିଲେ। ପରେ ଦାକ୍ଷିଣାତ୍ୟରେ ନିଜ କର୍ତ୍ତୃତ୍ୱ ବିସ୍ତାର କଲେ। ତାଙ୍କ ଆଚରଣରେ ଅସନ୍ତୁଷ୍ଟ ହୋଇ ମୋଗଲ ସମ୍ରାଟ ହାଇଦ୍ରାବାଦର ଶାସକ ମୁବାରିଜ ଖାଁଙ୍କୁ ଦାକ୍ଷିଣାତ୍ୟ ପଠାଇଲେ। ନିଜାମ ଉଲ୍ ମୁଲୁକ ମୁବାରିଜ ଖାଁଙ୍କୁ ହତ୍ୟା କରି ଆସଫ ଜା ଉପାଧି ଗ୍ରହଣ କରି ସ୍ୱାଧୀନ ଭାବରେ ଦାକ୍ଷିଣାତ୍ୟରେ ଶାସନ କଲେ। ପରେ ୟୁରୋପୀୟଙ୍କ କମ୍ପାନୀଗୁଡ଼ିକ ଏହି ସୁବାରେ ରାଜନୀତିରେ ହସ୍ତକ୍ଷେପ କଲେ। ଅଯୋଧ୍ୟାର ସୁବା ଅଯୋଧ୍ୟା, ବନାରସ, ଆଲାହାବାଦ ଓ କାନପୁରକୁ ନେଇ ଗଠିତ ହୋଇଥିଲା। ସାଦତ ଖାଁ ଏହାର ସୁବାଦାର ଥିଲେ। ତାଙ୍କ ପରେ ସଫଦରଜଙ୍ଗ ଅଯୋଧ୍ୟାର ଶାସକ ହେଲେ। ପରବର୍ତ୍ତୀ ସମୟରେ ସେ ଦିଲ୍ଲୀର ୱାଜିର ବା ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ପରେ ତାଙ୍କର ପୁତ୍ର ସୁଜାଉଦୌଲା ଅଯୋଧ୍ୟାର ନବାବ ହେଲେ। ଏକ ଶକ୍ତିଶାଳୀ ସୈନ୍ୟବାହିନୀ ଗଠନ କରି ଉତ୍ତର ଭାରତ ରାଜନୀତିରେ ସେ ପ୍ରଭାବ ବିସ୍ତାର କରିଥିଲେ। ଦିଲ୍ଲୀର ଉତ୍ତରରେ ଲାହୋର ଓ ମୁଲତାନ ମୋଗଲ ଶାସନାଧୀନ ଥିଲା। ମୋଗଲ ସାମ୍ରାଜ୍ୟର ଅଭ୍ୟନ୍ତରୀଣ ବିଶୃଙ୍ଖଳାର ସୁଯୋଗ ନେଇ ପାରସ୍ୟର ରାଜା ନାଦିର ଶାହ 1739 ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରିଥିଲେ। ସେ ଲାହୋର ଅଧିକାର କରି ଦିଲ୍ଲୀ ଅଭିମୁଖେ ଅଗ୍ରସର ହେଲେ। ପାନିପତ ଠାରୁ କିଛି ଦୂରରେ କର୍ଣ୍ଣଲ ଠାରେ ମୋଗଲ ସେନା ତାଙ୍କୁ ପ୍ରତିରୋଧ କଲେ। ନାଦିର ଶାହ ମୋଗଲ ସେନାଙ୍କୁ ପରାସ୍ତ କରି ପରାଜିତ ମୋଗଲ ସମ୍ରାଟ ମହମ୍ମଦ ଶାହଙ୍କୁ ନେଇ ଦିଲ୍ଲୀ ନଗରୀରେ ପ୍ରବେଶ କଲେ। ବହୁଦିନ ଦିଲ୍ଲୀ ଅଧିକାର କରି ସେଠାରେ ଲୁଣ୍ଠନ ଓ ନରହତ୍ୟା ଚଳାଇଲେ। ଦିଲ୍ଲୀ ନଗରୀ ଏକ ଶ୍ମଶାନରେ ପରିଣତ ହୋଇଗଲା। ଅବଶେଷରେ ଦିଲ୍ଲୀକୁ ଲୁଣ୍ଠନ କରି ଶାହଜାହାନଙ୍କ ନିର୍ମିତ ମୟୂର ସିଂହାସନ ଏବଂ କୋହିନୂର ହୀରା, ହସ୍ତୀ ଓ ଅଶ୍ୱଗୁଡ଼ିକୁ ସଙ୍ଗରେ ନେଇ ପାରସ୍ୟ ଫେରିଗଲେ। ରାଜପୁତମାନେ ଆକବରଙ୍କ ସମୟରେ ମୋଗଲ ସମ୍ରାଟମାନଙ୍କୁ ଦୃଢ଼ ସମର୍ଥନ ଦେଇ ଆସୁଥିଲେ। କିନ୍ତୁ ଔରଙ୍ଗଜେବଙ୍କ ସଂକୀର୍ଣ୍ଣ ଓ ଧର୍ମ ବିଦ୍ୱେଷ ନୀତି ପାଇଁ ରାଜପୁତମାନେ ମୋଗଲମାନଙ୍କର ଶତ୍ରୁ ହୋଇଗଲେ। ଗୁରୁ ଗୋବିନ୍ଦ ସିଂହ ଶିଖମାନଙ୍କୁ ସଂଗଠିତ କରି ଏକ ଲଢ଼ୁଆ ଗୋଷ୍ଠୀ ଗଠନ କରିଥିଲେ। ତାଙ୍କ ପରେ ବାନ୍ଦା ବାହାଦୁର ଶିଖମାନଙ୍କ ନେତୃତ୍ୱ ନେଇ ଲାହୋର ଅଧିକାର କରିଥିଲେ। ଶିଖମାନେ ଝେଲମ ଠାରୁ ସତଲେଜ ନଦୀ ପର୍ଯ୍ୟନ୍ତ ବ୍ୟାପିଥିବା ଭୂଖଣ୍ଡକୁ ନିଜର ଅଧୀନକୁ ଆଣିଥିଲେ, କିନ୍ତୁ କୌଣସି ରାଜ୍ୟ ଗଠନ କରିବାକୁ ସକ୍ଷମ ହୋଇନଥିଲେ।
ଔରଙ୍ଗଜେବଙ୍କ ସମୟରେ ଶିବାଜୀ ମରହଟା ଶକ୍ତିକୁ ଏକତ୍ରିତ କରି ମରହଟା ରାଜ୍ୟ ଗଠନ କରିଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଶମ୍ଭୁଜୀଙ୍କୁ ମୋଗଲମାନେ ହତ୍ୟା କଲେ ଓ ତାଙ୍କ ପୁତ୍ର ସାହୁଜୀଙ୍କୁ ବନ୍ଦୀ କରି ରଖିଥିଲେ। ଔରଙ୍ଗଜେବଙ୍କ ପରେ ମରହଠାମାନେ ଶକ୍ତିଶାଳୀ ହୋଇ ସାହୁଜୀଙ୍କୁ କାରାଗାରରୁ ମୁକ୍ତ କଲେ ଏବଂ ଶିବାଜୀଙ୍କ ଦ୍ୱିତୀୟ ପୁତ୍ର ରାଜାରାମଙ୍କୁ ରାଜା କରାଇଲେ। ରାଜାରାମ ଓ ସାହୁଜୀଙ୍କ ମଧ୍ୟରେ ସିଂହାସନ ପାଇଁ ଗୃହଯୁଦ୍ଧ ହେଲା। ପେଶୱା ବାଲାଜୀ ବିଶ୍ୱନାଥଙ୍କ ସାହାଯ୍ୟରେ ସାହୁଜୀ ସିଂହାସନ ଆରୋହଣ କଲେ। ରାଜାରାମଙ୍କ ମୃତ୍ୟୁ ପରେ ତାଙ୍କର ବିଧବା ପତ୍ନୀ ତାରାବାଇ ନିଜର ନାବାଳକ ପୁତ୍ର ତୃତୀୟ ଶିବାଜୀଙ୍କୁ କୋଲ୍ହାପୁର ସିଂହାସନରେ ବସାଇ ରାଜପ୍ରତିନିଧି ରୂପେ ଶାସନ ଚଳାଇଲେ। ତାଙ୍କ ନେତୃତ୍ୱରେ ମରହଠା ବାହିନୀ ସାହସ ଓ ଉତ୍ସାହର ସହ ମୋଗଲ ବାହିନୀ ବିରୁଦ୍ଧରେ ଯୁଦ୍ଧ କରିଥିଲେ। ମରହଠା ରାଜ୍ୟ ଅଧିକାର ପାଇଁ ତାରାବାଇ ଓ ସାହୁଜୀଙ୍କ ମଧ୍ୟରେ ଗୃହଯୁଦ୍ଧ ହୋଇଥିଲା। ସାହୁଜୀ ତାଙ୍କର ବିଶ୍ୱସ୍ତ ପେଶୱା ବାଲାଜୀ ବିଶ୍ୱନାଥଙ୍କ ସାହାଯ୍ୟରେ ସିଂହାସନ ଅଧିକାର କଲେ। ସାହୁଜୀଙ୍କୁ ନାମକୁ ମାତ୍ର ରାଜା କରାଇ ବାଲାଜୀ ନିଜେ ଶାସନ ଚଳାଇଲେ। ସେହିଦିନଠାରୁ ପେଶୱା ପଦ ପୁରୁଷାନୁକ୍ରମିକ ହେଲା। ବାଲାଜୀଙ୍କ ପରେ ପ୍ରଥମ ବାଜିରାଓ ମରହଠାମାନଙ୍କର ଶାସକ ହେଲେ। ତାଙ୍କ ପରେ ମରହଠା ଶକ୍ତି ଦୁର୍ବଳ ହୋଇପଡ଼ିଲା। ଆଫଗାନର ରାଜା ଅହମ୍ମଦ ଶାହ ଅବଦଲୀ ମରହଠା ରାଜ୍ୟ ଆକ୍ରମଣ କଲେ। ଶେଷରେ ସେ 1761 ଖ୍ରୀଷ୍ଟାବ୍ଦରେ ତୃତୀୟ ପାନିପତ ଯୁଦ୍ଧରେ ମରହଠାମାନେ ପରାସ୍ତ ହେଲେ।